ରାଧାକୁଣ୍ଡରେ ମରି ଭାସିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଚାଷୀ ହତାଶ। ପୋଖରୀରୁ ମରିଗଲା ଛୋଟ ବଡ଼ ମାଛ, ଦୁଃଖରେ ଭାଙ୍ଗି ପଡ଼ିଲେ ଗରିବ ଚାଷୀ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତ କାନପୁର ଗ୍ରାମରେ ଥିବା ରାଧାକୁଣ୍ଡ ପୋଖରୀରେ ଲକ୍ଷାଧିକ ଟଙ୍କାର ମାଛ ମୃତ। ମାଛ ମରିବାର କାରଣ ଅସ୍ପଷ୍ଟ। ସୂଚନା ମୁତାବକ କାନପୁର ଗାଁର ମୁରଲୀଧର ନାୟକ ପଞ୍ଚାୟତରୁ 3 ବର୍ଷ ପାଇଁ ଲିଜ୍ ନେଇ ମାଛ ଚାଷ କରି ଆସୁଛନ୍ତି। ଗତ 2 ବର୍ଷ ହେବ ପୋଖରୀରେ ନିୟମିତ ମାଛ ଜାଆଁଳ ମଧ୍ୟ ଛାଡୁଥିଲେ। ମାଛ ସୁସ୍ଥ ଏବଂ ନିରୋଗ ପାଇଁ ଆବଶ୍ୟକୀୟ ଦାନା ଔଷଧର ପ୍ରୟୋଗ ମଧ୍ୟ କରୁଥିଲେ। କିନ୍ତୁ ଆଜି ସକାଳେ ହଠାତ୍ କିଛି ମଲା ମାଛ ଭାସୁଥିବାର ଦେଖି ମାଛ ଚାଷୀ ଶ୍ରୀଯୁକ୍ତ ନାୟକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କର ସମସ୍ତ ପୁଞ୍ଜି ମାଛ ଚାଷରେ ନିବେଶ କରିଥିଲେ। ଆଶା ରଖିଥିଲେ ଭଲ 2 ପଇସା ରୋଜଗାର ହୋଇଥାନ୍ତା, କିନ୍ତୁ ତାଙ୍କର ସମସ୍ତ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ତେବେ କୌଣସି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇଥିବା ସନ୍ଦେହ କରାଯାଉଛି। ଏ ବାବଦରେ ଶ୍ରୀ ନାୟକ ଫିସରୀ ବିଭାଗକୁ ଅବଗତ କରାଇଛନ୍ତି। ସରକାରୀ ଦଳ ଆସି ନିୟମିତ ଭାବରେ ପାଣି ଯାଞ୍ଚ କଲେ ମାଛ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଖଟାଇଥିବା ସମସ୍ତ ପୁଞ୍ଜି ଏବେ କ୍ଷତି ହୋଇଯାଇଥିବାରୁ ସର୍ବଶାନ୍ତ ହୋଇଥିବା ମାଛ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ଠାରେ ଗୁହାରି କରିଛନ୍ତି। ତେବେ ସରକାର ପୋଖରୀ ମାଲିକଙ୍କୁ କି ପ୍ରକାର ସହାୟତା ଯୋଗାଉଛନ୍ତି ଦେଖିବାକୁ ବାକି ରହିଲା। ମୟୂରଭଞ୍ଜରୁ ଘାସରାମ ବେହେରାଙ୍କ ରିପୋର୍ଟ, ବିଶ୍ୱବିଜୟ ନ୍ୟୁଜ ଓଡ଼ିଶା।